ଜୟ ଜଗନ୍ନାଥ। ପିଲାମାନେ ଆମେ ଆଜି 12 ତାରିଖ ପ୍ରମେୟରେ ଦେଇଥିବା ସାହିତ୍ୟ ଅବଜେକ୍ଟିଭ ଆଲୋଚନା କରିବା ହେଲା। ଦେଖ ସବୁ ସମ୍ବାଦ ଫମ୍ବାଦ ସବୁ ପଢ଼ିବା ପ୍ରତ୍ୟେକ ଦିନ ପଢ଼ିବାକୁ ପଠା ହେଉଛି ଦେଖିବ। ଆଉ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ମଧ୍ୟ ପଠା ହେଇଛି 5 ବର୍ଷ ଦେଖିବ। 1 ନମ୍ବର, ଗ୍ରାମର ଶୃଙ୍ଖଳିତ କର୍ମ ଯୋଜନାରେ ଅଂଶଗ୍ରହଣ କରିବାକୁ ପ୍ରାବନ୍ଧିକର କେଉଁ ଶକ୍ତିର ଅଭାବ ଅଛି ବୋଲି କହିଛନ୍ତି? ନୈତିକ ଶକ୍ତିର। ଡି, କାହାକୁ ସବୁବେଳେ ଯୁକ୍ତିବାଦୀ ଯୁଗ କହିବା ଠିକ୍ ନୁହେଁ ବୋଲି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି? ମନୁଷ୍ୟକୁ। ଅପସନ୍ ଏ। 3, ମଣିଷ ଆଭିଜାତ୍ୟର ଚିହ୍ନ ଭାବି କାହାକୁ କେବେ ଛାଡ଼େ ନାହିଁ? ନେକ୍ଟାଇ। ଡି। 4, ମନୁଷ୍ୟ ବହୁ ପରିମାଣରେ କାହାର ଦାସ ଅଟେ? ଗତାନୁଗତିକତାର ଦାସ ଅଟେ। ଅପସନ୍ ବି। କେତେ ଦିନ କଣ୍ଟକରେ କୃଷ୍ଣ ଚିରଦିନ ପାଇଁ ମଥୁରା ହେଲେ? 3 ଦିନ କଣ୍ଟକରେ ଥିଲେ। 3 ଦିନ କଣ୍ଟକରେ ଯାଇଥିଲେ। 3 ଦିନ। ଅପସନ୍ ଡି। 6 ନମ୍ବର, କାହା ପ୍ରତି ଅନୈକ୍ୟତା ଓ ବିଶ୍ୱାସଘାତରୁ କୃଷ୍ଣ ପାର ପାଇ ନଥିଲେ? ଜନ୍ମଭୂମିକୁ ଅନୈତିକତା ଓ ବିଶ୍ୱାସଘାତକତାରୁ କୃଷ୍ଣ ପାର ପାଇ ନଥିଲେ। 7 ନମ୍ବର, କିଏ ଶଶିକଳା ପରି ଦିନାକ୍ଷଣ ହୋଇଗଲେ? ରାଧା। ଅପସନ୍ ଡି। ମହାଭାରତର ମହାସମରକୁ କିଏ ଅଙ୍ଗୁଳି ନିର୍ଦ୍ଦେଶ ଚଳାଉଥିଲେ? କୃଷ୍ଣ। 9 ନମ୍ବର, କୃଷ୍ଣଙ୍କର ଅଭ୍ରଂଶ ପ୍ରାସାଦ କେଉଁଠି ନିମ୍ନଗ୍ନ ହୋଇଗଲା? ଅତଳ ଜଳଧି ତଳରେ। ଅପସନ୍ ସି। ଶ୍ରୀକୃଷ୍ଣଙ୍କର ରକ୍ତାଭ ପାଦ ବ୍ୟାଧ ମନରେ ଯୋଉ ଶିକାରୀ ମନରେ କଣ ଭ୍ରମ ସୃଷ୍ଟି ହୋଇଥିଲା? ହରିଣର କାନ ହୋଇଥିଲା। 11, ଆଜି ମଧ୍ୟ କାହାର ଉଦ୍ଧତ ନୃତ୍ୟ ବୃନ୍ଦାବନର ପୁଷ୍ପିତ କଦମ୍ବରେ ଦେଖାଯାଏ? ମୟୂର ମାନଙ୍କର। ଅପସନ୍ ଡି। କୃଷ୍ଣଙ୍କର ନବସଂସାର ମଧ୍ୟମ ବଂଶଗୋଷ୍ଠୀ ସାଙ୍ଗସାଥି କୋଉଠି ଅଣାହାଣି ହେଲେ? ଏରକାର ବନ୍ୟରେ। ଡି। 13 ନମ୍ବର, ଭାରତୀୟ ଅର୍ଥନୈତିକ ବେଷ୍ଟନୀରେ କେଉଁ ଶିକ୍ଷା ପଦ୍ଧତିକୁ ଥୋଇ ଦିଆଯାଇଛି? ପାଶ୍ଚାତ୍ୟ ଶିକ୍ଷା ପଦ୍ଧତି। ଅପସନ୍ ସି। ନିଜର ମହାନୁଭବତାକୁ ପ୍ରଥମେ କେଉଁଠାରେ ଆରମ୍ଭ କରି ବିଶ୍ୱ ପର୍ଯ୍ୟନ୍ତ ବ୍ୟାପ୍ତ କରିବା ପ୍ରାବଧିକ ପରାମର୍ଶ ଦେଇଛନ୍ତି? ପଲିଗ୍ରାମରୁ। ଅପସନ୍ ବି। 15, ଏଟଲେସ୍ କେଉଁ ଦେଶର ଦେବତା ଅଟନ୍ତି? ଗ୍ରୀସ୍ ଦେଶର। 16 ନମ୍ବର, ସିଂହନାଦ କେଉଁ ପଥ ଦେଇ ବ୍ୟାସରବତୀରେ ପହଞ୍ଚିଲା? ଅନ୍ତରୀକ୍ଷ ଦେଇ। 17, ଭୀମର ପ୍ରଥମ ସିଂହନାଦରେ କିଏ ପ୍ରକମ୍ପିତ ହେଲା? ମହିମଣ୍ଡଳ। ଅପସନ୍ ସି। ହେଲା। କେଉଁ ପତ୍ରରେ ପାଣି ପଡ଼ିଲେ ଦଳ ଦଳିତ ହୋଇଥାଏ? ପଦ୍ମ ପତ୍ରରେ ପାଣି ପଡ଼ିଲେ। ଅପସନ୍ ଡି। ସିଂହନାଦର ପ୍ରହରେ କେଉଁ ପର୍ବତ ସଞ୍ଚା ଛାଡ଼ି ବୁଲିଲା? ମନ୍ଦର ପର୍ବତ। 19 ର ବି। ପ୍ରଥମ ସିଂହନାଦ ରଡ଼ି ଶୁଣି କାହାର ନିଦ୍ରା ଭଙ୍ଗ ହେଲା? ଦୁର୍ଯ୍ୟୋଧନର। ଭୀମଙ୍କ ଦ୍ୱିତୀୟ ସିଂହନାଦରେ ଆକାଶରେ କିଏ କମ୍ପିଲା? ଅପସନ୍ ବି। ଯମ। 22, ଅନନ୍ତନାଗ କେଉଁଠାରେ ରହିଥାନ୍ତି? ପାତାଳରେ। 23, କିଏ ଭୀମର ଦ୍ୱିତୀୟ ସିଂହନାଦ ରଡ଼ିରେ ଟଳମଳ ହେଲା? କିଏ ହେଲା? ମେରୁ ପର୍ବତ ଟଳମଳ ହେଲା। ମେରୁ। 24, କେଉଁ ସିଂହନାଦ ରଡ଼ି ପ୍ରହରେ ଦୁର୍ଯ୍ୟୋଧନ ବାହାସ୍ଫୋଟ ମାରି ଉଠିଲା? ଅପସନ୍ ଏ। ଦ୍ୱିତୀୟ। 25, ଲକ୍ଷ୍ମୀ କାହାକୁ ଦୁଇ ହାତ ଭିଡ଼ି ଧରିଲେ ବୋଲି ଭୀମଙ୍କ ସିଂହନାଦ ରଡ଼ିରେ କବିତାରେ କୁହାଯାଇଛି? କାହାକୁ ଧରିଥିଲେ? ଲକ୍ଷ୍ମୀ ଦୁଇ ହାତରେ। ଲକ୍ଷ୍ମୀ କୋଳରେ ରହିତେ ଯାଇକିରି ଦୁର୍ଯ୍ୟୋଧନ। ତାପରେ 26, ଭୀମର କେଥର ରଡ଼ି ସହିବାକୁ ଦୁର୍ଯ୍ୟୋଧନ ପ୍ରତିଜ୍ଞା କରିଥିଲା? 7 ଥର। ଅପସନ୍ ଦେଖ ସିଆଡ଼େ ସେପଟେ ଅଛି। 26, 7 ଥର ହେଲା। 27 ନମ୍ବର, ତୃତୀୟ ରଡ଼ି ସହିଗଲେ ତୁ ଅଜରାମର ହେବୁ ବୋଲି ଦୁର୍ଯ୍ୟୋଧନ କିଏ କହିଥିଲେ? ଲକ୍ଷ୍ମୀ କହିଥିଲେ। 28, କ୍ରୋଧରେ ଦୁର୍ଯ୍ୟୋଧନ କେଉଁ ପତ୍ର ପରି କମ୍ପୁଥିଲା? କଦଳୀ ପତ୍ର ପରି। 28 ନମ୍ବର। ଅପସନ୍ ବି। ଦୁର୍ଯ୍ୟୋଧନଙ୍କ ଗଦାର ଓଜନ କେତେ ଥିଲା? 70 ଭାର। ଅଶ୍ଳାଘାତ ମାରି କିଏ କୈଳାସ ଉଦ୍ଧାର କରିଥିଲା? ଭୀମ।
30 ନମ୍ବର ବି ହେଲା। 31 ଗାଳ୍ପିକ ପୁଅ ଆଉ କେତେ ପଇସା ତାକୁ କହିଲେ? ଆଉ 4 ଅଣା ତାକୁ କହିଲେ। ଅପସନ୍ ଡି ହେଲା। ଗୋଦାମରେ 2 କୁଇଣ୍ଟାଲ କାଠ କାଟିଲେ କେତେ ଟଙ୍କା ମିଳିବ ବୋଲି କାଠରେ କହିଲା? 2 କୁଇଣ୍ଟାଲ କାଟିଲେ 4 ଟଙ୍କା ମିଳିବ। ଅପସନ୍ ଡି। 33 ଘୋଡ଼ି ହେଇଥିବା ଯୋଉ ନାଲି ଧଡ଼ିର ଶାଢ଼ୀଟୁ କାଠ ଦେହରୁ କାଢି କେଉଁ ଗଛରେ ଲଗା? ବେଗୁନିଆ ଗଛରେ। ଅପସନ୍ ଏ। 34 ବୟସ ଓ ଚେହେରା ଦେଖି କାଠଟି କାଟିବାକୁ କଟାଳୁ କେତେ ଦିନ ଲାଗିବ ବୋଲି ଗାଳ୍ପିକ ଭାବିଥିଲେ? 2 ଦିନ। 34 ଅପସନ୍ ସି ହେଲା, 2 ଦିନ ଲାଗିବ ବୋଲି। 35 ଗାଳ୍ପିକ କାହାକୁ ଏକବାଗିଆ ମୂର୍ଖ ବୋଲି କହିଛନ୍ତି? କାହାକୁ କହିଛନ୍ତି? ନା ସେ କାଠ କଟାଳିକୁ। ଅପସନ୍ ବି। 36 କାଠ କଟାଳି କାଟୁଥିବା କୁରାଢିର ଓଜନ କେତେ କିଲୋ ଓଜନ ଥିଲା? 2 କିଲୋ ଓଜନ, 2 କିଲୋ ଓଜନ, 2। ଅପସନ୍ 2 ଏ। 37 କାଠ କଟାଳି କଣ ପିଇ କାମକୁ ଆସିଥିଲା ବୋଲି କହିଲା? ତୋରାଣୀ ପିଇ। ଅପସନ୍ ଡି ହେଲା। ଗାଳ୍ପିକ କାଠକୁ କେତେ ଖଣ୍ଡ ରୁଟି ଦେଲେ? 2 ଖଣ୍ଡ ରୁଟି ଦେଲେ। ସେ ରୁଟି କେମିତି ଚୋବେଇ ଦେଲା? କାଲି କୁହାଇଦେଲା ପାମ୍ପଡ଼ ଭଳି ଚୋବେଇ ଦେଲା। ଚେନା ଚେପରା କାଠ ସବୁ କାହା ପାଦରେ ବସିଯିବ? ତାଙ୍କ କୁକୁର ପାଦରେ ବସିଯିବ। ମୋତି ମୋତି। 40 ଗାଳ୍ପିକ କାଠ କଟାଳି ହାତକୁ କେତେ ଖଣ୍ଡ 2 ଟଙ୍କିଆ ବଢେଇ ଦେଲେ? ବଢେଇ ଦେଇ 4 ପଇସା ବୋଇଲେ କେତେଟା ବଢେଇ ଦେଲେ? 2 ଖଣ୍ଡ 2 ଟଙ୍କିଆ। 40 ନମ୍ବର ଅପସନ୍ ସି ହେଲା। ଘନଶ୍ୟାମ ବାବୁଙ୍କ ମଝିଆ ପୁଅର ବଂଶୀରୁ କେଉଁ ମୂର୍ଚ୍ଛନା ଭାସୁଥିଲା? ପୁରବୀର ମୂର୍ଚ୍ଛନା। ପୁରବୀର ମୂର୍ଚ୍ଛନା। ଅପସନ୍ ସି। 42 ପ୍ରୀତି କାନିରେ କେଉଁ ଜଳଖିଆ ଧରିଥିଲା? ଚାଉଳ ଭଜା। ପ୍ରୀତି ଚାଉଳ ଭଜାରେ କଣ ମିଶେଇ ନାହାନ୍ତି ବୋଲି ସୁବ୍ରତ କହିଲେ? ଲୁଣ। 43 ନମ୍ବର ଅପସନ୍ ବି ହେଲା। ଫାଟ 44 ନମ୍ବର ଫାଟରେ କାର ରଖି କିଏ ସୁବ୍ରତଙ୍କ ଘରକୁ ଆସିଲେ? ମହାପାତ୍ର ବାବୁ। 45 ନମ୍ବର ପୁରବୀଙ୍କ ସ୍ୱାମୀ କିଏ? ସେ ମହାପାତ୍ର ବାବୁ। 45 ଅପସନ୍ ସି। କ୍ୟାପ୍ଟେନ ମହାପାତ୍ର ଏବେ କେଉଁ କାମ କରୁଛନ୍ତି କହିଲେ? କଣ୍ଟ୍ରାକ୍ଟର। 47 ନମ୍ବର ବୁଢୀଟେ ହୋଇଥା ଇଏ କାହାର ଉକ୍ତି? ଇଏ କାହାର ଉକ୍ତି? ବୁଢୀଟେ ହୋଇଥା ବୋଲି ସୁବ୍ରତ ବାବୁଙ୍କର ଉକ୍ତି। ଅପସନ୍ ଡି। 48 କ୍ୟାପ୍ଟେନ ମହାପାତ୍ର କେତେ ଘଣ୍ଟା ଗାଡି ଚଳେଇ ଆସିଥିଲେ ବୋଲି କହିଲେ? 8 ଘଣ୍ଟା। 48 ଅପସନ୍ ବି ହେଲା। 49 ମହାପାତ୍ର ବାବୁ ଏବେ କେଉଁଠି ଘର କଲେଣି ବୋଲି କହିଲେ? ମାଡ୍ରାସରେ। 50 ବେବି ସନ୍ଧ୍ୟାବେଳେ କଣ ଖାଏ? ଫଳ ଆଉ ଦୁଧ। ଅପସନ୍ ସି। 50 ନମ୍ବର ସି। ବାକ୍ୟ କେତେ ପ୍ରକାର? 2 ପ୍ରକାର। ଗଠନାତ୍ମକ ପ୍ରକାରାତ୍ମକ ବାକ୍ୟ 2 ପ୍ରକାର। ଗୋଟିଏ ମାତ୍ର ସମୟ ବାକ୍ୟ କଣ କୁହାଯାଏ? ସରଳ ବାକ୍ୟ। ଅପସନ୍ ଡି। ଗୋଟିଏ ମାତ୍ର ସମୟ ଅପେକ୍ଷା କ୍ରିୟାରେ ସରଳ ବାକ୍ୟ। 53 ନମ୍ବର ଦେଖ, ରମେଶ ଆସିଲା କିନ୍ତୁ ରହିଲା ନାହିଁ। ଏହା କେଉଁ ପ୍ରକାର ବାକ୍ୟ? ହେଉଛି ଯୌଗିକ ବାକ୍ୟ ହେଲା। ହେଉଛି ଯୌଗିକ ବାକ୍ୟ। କିନ୍ତୁ ରହିଲାନି, କିନ୍ତୁ। ତାପରେ 54 ଦେଖ, ପୃଥକ ବାକ୍ୟଟିକୁ ଚିହ୍ନଟ କର। ପୃଥକ ବାକ୍ୟ ଚିହ୍ନଟ ହେଲେ କୋଉ ବାକ୍ୟ ହବ? ଏଥିରେ ପିଲେ ଦେଖ, ମିଶ୍ର ବାକ୍ୟ, ଜଟିଳ ବାକ୍ୟ, ଯୌଗିକ ବାକ୍ୟ ଏସବୁ କଣ ଗଠନାତ୍ମକ ହେଲା। ତାହେଲେ ଏଇଟି ଏଟି କଟିବ ହେଲା, ଅପସନ୍ ଏ। ତାପରେ ସତରେ ତୁମେ ଆସିଛ, ଏଟା କି ବାକ୍ୟ? ସତରେ ତୁମେ ଆସିଛ ବିସ୍ମୟ ଚିହ୍ନ ଦେଇଛି, ବିସ୍ମୟ ସୂଚକ ବାକ୍ୟ। 56 ନିର୍ଦ୍ଦିଷ୍ଟ ବିଷୟକ ବିବୃତ୍ତି ବା ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟ କଣ କୁହାଯାଏ? କୋଉ ବାକ୍ୟ କୁହାଯାଏ? ବିବୃତ୍ତି ସୂଚକ ବାକ୍ୟ। 57 ପୃଥକ ବାକ୍ୟର ବୋଲି ଚିହ୍ନ କର। ନାସ୍ତି ସୂଚକ, ବିରୁଦ୍ଧ ସୂଚକ, ଆଦେଶ ସୂଚକ। ତାହେଲେ ଏଇଟା ମିଶ୍ର ବାକ୍ୟ ବଳୟ ଗଠନ ଦୃଷ୍ଟିରୁ ଏଇଟା କଟିଯିବ। ଏଇଟା ଉତ୍ତର ହବ ଡି। 58
ବିଜୁ ବାବୁ ଓଡ଼ିଶାରେ କାହାକୁ ଅଜଣା ନୁହନ୍ତି? ବିବୃତି ସୂଚକ ବାକ୍ୟରେ ପ୍ରକାଶ କଲେ କ'ଣ ହବ? ବିଜୁ ବାବୁଙ୍କୁ ଓଡ଼ିଶାରେ ସମସ୍ତେ ଜାଣନ୍ତି। ମନେ ହେଲା? 59 ରାଧାଶ୍ୟାମ ଭଲ ଭାଷଣ ଦେଇପାରନ୍ତି। କ'ଣ? ଏହା କର୍ମବାଚ୍ୟରେ ପ୍ରୟୋଗ କର। ରାଧାଶ୍ୟାମଙ୍କ ଦ୍ୱାରା ଭାଷଣ ଭଲ ହୁଏ। ଅପସନ୍ ସି ହେଲା। 60 ନମ୍ବର ପାନ ବେପାର କରୁଥିବା ଲୋକଟି ଅନ୍ୟ ଗ୍ରାମକୁ ଗଲା। ପିଲେ ଦେଖ, ପାନ ବେପାର କରୁଥିବା ଲୋକ ହେଲା ସଂକ୍ଷେପରେ ପାନରା। ଅନ୍ୟ ଗ୍ରାମ ହେଲା ଗ୍ରାମାନ୍ତର। ଅନ୍ୟ ଭାଷା ଭାଷାନ୍ତର। ଅନ୍ୟ ଦେଶ ଦେଶାନ୍ତର। ଅନ୍ୟ ଦ୍ୱୀପ ଦ୍ୱୀପାନ୍ତର। ତାହେଲେ ଅପସନ୍ ଏ ହେଲା, ପାନରା ଗ୍ରାମାନ୍ତର ଗଲା ହେଲା। ଥ୍ୟାଙ୍କ ୟୁ ଭେରି ମଚ୍।